ଆଜିଠାରୁ ଯାତ୍ରାଶ୍ରୀ ମା ବାଣେଶ୍ୱରୀର ଶୀତକାଳୀନ ଛୁଟି। ଆଗାମୀ ଯାତ୍ରା ବର୍ଷ 2024-25 ଯାତ୍ରା ମଇଦାନକୁ ଆସୁଅଛି ହାଇବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ ଯାତ୍ରା ସିଂହ ବାହିନୀ। ଯାତ୍ରା ଜଗତ ଇତିହାସରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି 2023 ମସିହା ଡିସେମ୍ବର ମାସ 24 ତାରିଖ ରବିବାର। ସୂର୍ଯ୍ୟଦେବଙ୍କ କୃପାରୁ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଏବେ ଆସନ୍ତୁ ଯିବା ନାଟକୀୟ କାର୍ଯ୍ୟକ୍ରମକୁ। ଆଜି କେଉଁ ସ୍ଥାନରେ କାହାର କେଉଁ ନାଟକ? ଯାତ୍ରାଶ୍ରୀ ବିଶ୍ୱ ଦରବାର ତୃତୀୟ ଅଭିନୟ ରଜନୀ, ଲେଙ୍ଗୁଡିପଡା, ନୟାଗଡ଼। ଆଜିର ନାଟକ ଅବୁଝା ଆଖିର ଅକୁହା କଥା। ରଚନା ଓ ନିର୍ଦ୍ଦେଶନା ଇଞ୍ଜିନିୟର ଆଶୁତୋଷ ମହାପାତ୍ର, ସଙ୍ଗୀତ ଏକ ଅନୁସାର। ଓಂ ଶ୍ରୀ ବାଘାଯତୀନ ଲୋକନାଟ୍ୟ ତୃତୀୟ ଅଭିନୟ ରଜନୀ, କେଆରପୁରମ୍, ବାଙ୍ଗାଲୁରୁ। ସନ୍ଧ୍ୟା ଶୋ। ଆଜିର ନାଟକ ଜୀବନ ଭାସୁଛି ଆଖି ଲୁହରେ। ରଚନା ଡକ୍ଟର କୈଳାସ ମଲ୍ଲିକ, ନିର୍ଦ୍ଦେଶନା ଲାଲା ବୀରେନ, ସଙ୍ଗୀତ ମିହିର ମହାନ୍ତି। କଳିଙ୍ଗ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ, ବାଲିଝରି, ବଡମ୍ବା, ନରସିଂହପୁର, କଟକ। ଆଜିର ନାଟକ କାନ୍ଦେନାରେ ବାୟା ମନ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ଇନ୍ଦ୍ରଭୁବନ ଷଷ୍ଠ ଅଭିନୟ ରଜନୀ, ନୀଳାଦ୍ରିନଗର, ବାଲିମେଳା, ମାଲକାନଗିରି। ଆଜିର ନାଟକ ଭାଇ ଭଉଣୀର ନୂଆ କାହାଣୀ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ବିକାଶ ଶୁକ୍ଳା। ଶିବାନୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ, ମୁକୁଳୁସି, ଗାନ୍ଧୀ ଛକ, ବାଲେଶ୍ୱର। ଆଜିର ନାଟକ ଗାନ୍ଧୀ ଭୂମିକାରେ କହ୍ନେଇ ଦାସ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଅପେରା ଅଶୋକ ସମ୍ରାଟ ତୃତୀୟ ଅଭିନୟ ରଜନୀ, ରତାପାଟ, ବଡମ୍ବା, କଟକ। ଆଜିର ନାଟକ ସବୁ ଲୁହ ସରିଗଲା ପରେ। ରଚନା ଗୁଲେଖ ମହାରଣା, ନିର୍ଦ୍ଦେଶନା ସୀତାକାନ୍ତ ମହାନ୍ତି, ସଙ୍ଗୀତ ମିହିର ମହାନ୍ତି। ଅପେରା ସୂର୍ଯ୍ୟ ମନ୍ଦିର। ଯାତ୍ରା ସ୍ୱର୍ଣ୍ଣମହଲ ତୃତୀୟ ଅଭିନୟ ରଜନୀ, ପୁଇଁତଳା ବଡ ବଜାର, ଗଞ୍ଜାମ। ଆଜିର ନାଟକ କେତେ ଦୁଃଖ ଦେବୁ ଦେରେ କାଳିଆ। ରଚନା ଓ ନିର୍ଦ୍ଦେଶନା ଇଞ୍ଜିନିୟର ଆଶୁତୋଷ ମହାପାତ୍ର, ସଙ୍ଗୀତ ଏକ ଅନୁସାର। ତୁଳସୀ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ, ବାଇଗଣିଆ, ଖଣ୍ଡପଡା, ନୟାଗଡ଼। ଆଜିର ନାଟକ ତଥାତେ ବନ୍ଧା ମୋ ଜୀବନ ଡୋରି। ରଚନା ଅଜୟ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଦୁର୍ଗା ମନ୍ଦିର ପ୍ରଥମ ଅଭିନୟ ରଜନୀ, ଭାପୁର, ଢେଙ୍କାନାଳ। ଆଜିର ନାଟକ କାନ୍ଦେନା ଲୁହ ସରିଯିବ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ଆକାଶଗଙ୍ଗା ତୃତୀୟ ଅଭିନୟ ରଜନୀ, ରେବଣା, ଯାଜପୁର। ଆଜିର ନାଟକ ଆକାଶର ଲୁହ, ଗଙ୍ଗାର କୁହ। ରଚନା ଇଞ୍ଜିନିୟର ସଚିଶ ସ୍ୱାଇଁ, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଗୌରୀ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ, ବାଲିଝରି, ନରସିଂହପୁର, କଟକ। ଆଜିର ନାଟକ ଏଇ ଫଗୁଣରେ ବାଜିବ ବାଜା। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ରଙ୍ଗମହଲ ତୃତୀୟ ଅଭିନୟ ରଜନୀ, ଇନ୍ଦ୍ରାଣୀ ପାଟଣା, ଚୌଦ୍ୱାର, କଟକ। ଆଜିର ନାଟକ ଜହ୍ନରେ ତୁଳିବି ଘର। ରଚନା ଅରୁଣ ନାୟକ, ନିର୍ଦ୍ଦେଶନା ମହେଶ ହାଜରା, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ରାଜନନ୍ଦିନୀ ଚତୁର୍ଥ ଅଭିନୟ ରଜନୀ, ଔପଦା, ସୋର, ବାଲେଶ୍ୱର। ଆଜିର ନାଟକ ସୀତା ବନବାସ 17 ବର୍ଷ। ରଚନା ସୁଭାଷ ସାହୁ, ନିର୍ଦ୍ଦେଶନା କୃଷ୍ଣା ସ୍ୱାଇଁ, ସଙ୍ଗୀତ ସୁଭାଷ ରାମ। କୋଣାର୍କ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ, ଆଡୁଆବାଡ, ବାଲେଶ୍ୱର। ଆଜିର ନାଟକ ସେଇ ଗୋଟିଏ ଭୁଲ ପାଇଁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ଧଉଳି ଗଣନାଟ୍ୟ, କୁସୁଲି, ବୁରିଗମା, ନବରଙ୍ଗପୁର। ଆଜିର ନାଟକ କାନ୍ଦୁଛି କୁକେଇ, ହସୁଛି ଶବ। ରଚନା ଅଜୟ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ବାବାଜୀ ଦାସ। ଅପେରା ଓଡ଼ିଶା ସମ୍ରାଟ ପ୍ରଥମ ଅଭିନୟ ରଜନୀ, ମୁର୍ଗାବାଡି, ବାରିପଦା, ମୟୂରଭଞ୍ଜ। ଆଜିର ନାଟକ ତୋ ଲୁହଠୁ ନିଜର ତୁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ମହେଶ ହାଜରା, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ମା ଶକ୍ତିମୟୀ ଲୋକନାଟ୍ୟ
ଷଷ୍ଠ ଅଭିନୟ ରଜନୀ ପୁରଙ୍ଗ ଧର୍ମଗଡ଼ କଳାହାଣ୍ଡି। ଆଜିର ନାଟକ ତୋ ପାଇଁ ନେବି ମୁଁ 100 ଜନମ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ଲିପୁ ସାର୍। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରାନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ମନେ ରଖନ୍ତୁ ଯାତ୍ରାପ୍ରେମୀ ଦର୍ଶକ ବନ୍ଧୁ, ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ, ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକିଏ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକିଏ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ସଠିକ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଏ ହେଲା ଆଜି ସକାଳର ଯାତ୍ରା ସମ୍ପର୍କିତ କିଛି ଖବର ଯାତ୍ରା ପ୍ରେମୀ ଦର୍ଶକମାନଙ୍କ ପାଇଁ। ପୁଣି କିଛି ନୂଆ କଥା, ନୂଆ ସମ୍ଭାବନାର ବାର୍ତ୍ତା ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଏପିସୋଡରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।